ପ୍ରକୃତରେ ମଙ୍ଗୁରା ମାଧବ ଏ ପଦ୍ୟ କଥା ଶୁଣି ମୁଁ ଏତେ ଖୁସି ହେଇଯାଇଥିଲି ସେଦିନ। ଆଉ ସେ କହିଥିଲେ ଯେ ତୁ କେମିତି ଜାଣିଲୁ ଯେ ମୁଁ କେବେ ଜାଣିଲି ମୋ ପାଟିରେ ଆଜ୍ଞା କ'ଣ ବାହାରିଥିଲା କହିଦେଇଛି। ଆଉ ସିଏ ଏଭଳି ଭାବରେ ସେଦିନ ଆଳତି ଦେଖି ଅଭିଭୂତ ହେଇଥିଲେ ଠାକୁରଙ୍କର ସେ ଆଳତି ଦେଖି ଆଶ୍ଚର୍ଯ୍ୟ ହେଇଗଲେ। ଏମିତି ଆଳତି ଦେଖି ଏତେ ସୁନ୍ଦର ଆଳତି ପ୍ରଭୁଙ୍କର ନିକଟରେ ପୂଜକ ଯେ କେତେ ଭକ୍ତିରେ କେତେ ନମ୍ରତାର ସହିତ ପ୍ରଭୁଙ୍କ ପାଖରେ ସେ ଆଳତି କରୁଛନ୍ତି। ତେବେ କହିବାର ତାତ୍ପର୍ଯ୍ୟ ଭୁଲ ଧରିବା ପାଇଁ ଅନେକ ଲୋକ ଥାନ୍ତି। ଅନେକ ଲୋକ ଭୁଲ ଧରିବା ପାଇଁ ଥାନ୍ତି, ଅନେକ ଲୋକ ତ୍ରୁଟି ଧରିବା ପାଇଁ ଥାନ୍ତି। ଯେମିତି ଗୋଟିଏ କୋଚିଂ ସେଣ୍ଟରରେ ଜଣେ ସାର୍ କ'ଣ କଲେ, ଧଳା କାଗଜଟି ଆଣି ଛୋଟିଆ ବିନ୍ଦୁଟିଏ କଲେ ସମସ୍ତଙ୍କୁ ଦେଖେଇଲେ। ପିଲେ କ'ଣ ଦେଖୁଛ? ସବୁ ହାତ ଟେକିଲେ, କହିଲେ ଆଜ୍ଞା ଗୋଟେ ବିନ୍ଦୁଟିଏ ଦେଖୁଛୁ। ତାର ଜଣ ପିଲା ବସିଥିଲେ, ଜଣ ଜଣକୁ ପଚାରିଲେ କ'ଣ ଦେଖୁଛ? ନା ଗୋଟେ ବିନ୍ଦୁଟିଏ ଦେଖୁଛୁ। ସାର୍ ମୁଣ୍ଡରେ ହାତ ମାରିଲେ, ଏତେ ବଡ଼ ଧଳା କାଗଜଟା ତମକୁ ଦେଖାଗଲା, ତା ଭିତରେ ଗୋଟେ ଛୋଟିଆ ବିନ୍ଦୁ ତମକୁ ଦେଖାଗଲା। ଧଳା କାଗଜ ଛୋଟିଆ ବିନ୍ଦୁ କରିକି ଦେଖେଇଦେଲେ। ତମେ କହୁଛ ନା ବିନ୍ଦୁ ଏତେ ବଡ଼ ଧଳା କାଗଜ, ସଫା କାଗଜ, ସେଇଟା ଦେଖାଗଲା, ଗୋଟେ ଛୋଟିଆ ବିନ୍ଦୁ